ଯୋହନ 15। ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ। ଯେଉଁ ଶାଖା ଫଳ ଧରେ ନାହିଁ ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି। ମୋ ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମେମାନେ ପରିଷ୍କୃତ ହୋଇସାରିଛ। ମୋ ସହିତ ସଂଯୁକ୍ତ ହୋଇ ରୁହ, ତାହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ ନିଜେ ଫଳ ଧରିପାରିବ ନାହିଁ। ସେହିପରି ତୁମେ ମୋ ଠାରେ ନ ରହିଲେ ଫଳପ୍ରଦ ଶାଖା ହୋଇପାରିବ ନାହିଁ। ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା। ଯେ ମୋ ଠାରେ ରହେ ଓ ମୁଁ ଯାହାଠାରେ ଥାଏ ସେ ପ୍ରଚୁର ଫଳ ଧାରଣ କରେ, କାରଣ ମୋ ବିନା ତୁମେ କିଛି କରିପାରିବ ନାହିଁ। ଯେ ମୋ ଠାରେ ନ ରହେ ତାକୁ ଗୋଟିଏ କଟା ଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ। ତୁମେ ଯଦି ମୋ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ ତାହା ପାଇବ। ତୁମେମାନେ ପ୍ରଚୁର ଫଳ ଧାରଣ କଲେ ମୋ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ। ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ। ମୁଁ ଯେପରି ମୋ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ ମୋ ପ୍ରେମରେ ସ୍ଥିର ହୋଇ ରହିବ। ମୁଁ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛି, ତୁମେ ଯେପରି ମୋର ଆନନ୍ଦ ଲାଭ କରି ଆନନ୍ଦର ପରିପୂର୍ଣ୍ଣତା ଅନୁଭବ କରିବ। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର। ତୁମ ପ୍ରତି ମୋର ଏହି ଆଜ୍ଞା। ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ। ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ, କାରଣ ମାଲିକ କ'ଣ କରୁଛନ୍ତି ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ ପିତାଙ୍କ ଠାରୁ ଯାହା ଯାହା ଶୁଣିଛି ତାହା ସବୁ ତୁମକୁ ଜଣାଇ ଦେଇଛି। ତୁମେ ମୋତେ ମନୋନୀତ କରିନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ ନାମରେ ଯାହା ମାଗିବ ମୋ ପିତା ତାହା ତୁମ୍ଭମାନଙ୍କୁ ଦେବେ। ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ, ପରସ୍ପରକୁ ପ୍ରେମ କର। ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ମନେ ରଖ ସେ ମୋତେ ପ୍ରଥମେ ଘୃଣା କରିଛି। ତୁମେ ଯଦି ଜାଗତିକ ମନା ହୋଇଥାନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପ୍ରେମ କରିଥାନ୍ତା। କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ। ମୁଁ ଯାହା କହିଥିଲି ସ୍ମରଣ କର, ଦାସ ମାଲିକ ଠାରୁ ବଡ଼ ନୁହେଁ। ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ। କିନ୍ତୁ ମୋ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି ଏ କଥା ସେମାନେ ଜାଣନ୍ତି ନାହିଁ। ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନଥାନ୍ତି, ତେବେ ସେମାନେ ଦୋଷୀ ହୋଇ ନଥାନ୍ତେ। କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ। ଯେ ମୋତେ ଘୃଣା କରେ ସେ ପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଭୂତପୂର୍ବ କାର୍ଯ୍ୟ କରିନଥିଲେ ସେମାନେ ପାପୀ ବୋଲି ବିବେଚିତ ହୋଇ ନଥାନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ ପିତାଙ୍କୁ ଘୃଣା କରୁଛନ୍ତି। କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି ତାହା ସଫଳ ହେଲା। ଅକାରଣରେ ସେମାନେ ମୋତେ ଘୃଣା କଲେ। ସହାୟକ ପବିତ୍ର ଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠାଇଦେବି। ସେ ମୋ ବିଷୟରେ ସାକ୍ଷ୍ୟ ଦେବେ। ତୁମେ ମଧ୍ୟ ମୋ ବିଷୟରେ ସାକ୍ଷ୍ୟ ଦେବ, କାରଣ ଆରମ୍ଭରୁ ତୁମେ ସବୁ ମୋ ସହିତ ରହିଛ।